ଆମେରିକାର ରାଜଧାନୀ ୱାଶିଂଟନ୍ଠାରେ ଏକ ବଡ଼ ଧରଣର ସୁରକ୍ଷା ଅଘଟଣ ଘଟିଛି। ହ୍ୱାଇଟ୍ ହାଉସ୍ କରେସ୍ପଣ୍ଡେଣ୍ଟସ୍ ଡିନର ବା WHCD, ଯାହାକୁ ଆମେରିକାର ସବୁଠାରୁ ପ୍ରତିଷ୍ଠିତ ଗଣମାଧ୍ୟମ ଏବଂ ରାଜନୈତିକ କାର୍ଯ୍ୟକ୍ରମ ବୋଲି କୁହାଯାଏ, ସେଠାରେ ଗୁଳିର ଶବ୍ଦ ଶୁଣାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ସେଠାରେ ଉପସ୍ଥିତ ଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲେନିଆ ଟ୍ରମ୍ପ। ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ମାନେ ତୁରନ୍ତ ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୱାଶିଂଟନର ହିଲ୍ଟନ୍ ହୋଟେଲରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ସେଠାରେ ସାମ୍ବାଦିକ, ହଲିଉଡ୍ ତାରକା ଏବଂ ସରକାରୀ ଅଧିକାରୀମାନେ ଏକାଠି ହୋଇଥାନ୍ତି। ରାଷ୍ଟ୍ରପତି ଟ୍ରମ୍ପ ନିଜ ଭାଷଣ ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ପରିବେଶ ବଦଳିଥିଲା। ରାତି ସମୟରେ ଯେତେବେଳେ ହଲ୍ ଭିତରେ ଶହ ଶହ ଅତିଥି ଥିଲେ, ସେତେବେଳେ ହଠାତ୍ ଗୁଳିର ଶବ୍ଦ ଶୁଣାଗଲା। ସାଧାରଣତଃ ଏହି କାର୍ଯ୍ୟକ୍ରମରେ ବହୁତ କଡ଼ା ସୁରକ୍ଷା ରହିଥାଏ, କିନ୍ତୁ ସେଦିନ ଯାହା ଘଟିଲା ତାହା କେହି କଳ୍ପନା ମଧ୍ୟ କରିନଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କର କହିବା ଅନୁଯାୟୀ ଗୋଟିଏ ପରେ ଗୋଟିଏ 3ଟି ଗୁଳିର ଫୁଟିବାର ଶବ୍ଦ ଶୁଣାଗଲା। ସେହି ମୁହୂର୍ତ୍ତରେ ସିକ୍ରେଟ୍ ସର୍ଭିସର ଏଜେଣ୍ଟମାନେ ସକ୍ରିୟ ହୋଇଉଠିଲେ ଏବଂ ସେମାନେ ଗେଟ୍ ଡାଉନ୍ ବୋଲି ଚିତ୍କାର କରି ରାଷ୍ଟ୍ରପତିଙ୍କର ଉପରକୁ ଝାମ୍ପି ପଡ଼ିଲେ ଏବଂ ତାଙ୍କୁ ଏକ ମାନବ ଢାଲ ଭାବରେ ଘେରିଗଲେ। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ଏବଂ ମେଲେନିଆଙ୍କୁ ହଲ୍ର ଏକ ଗୁପ୍ତ ଦ୍ୱାର ଦେଇ ବାହାରକୁ ନିଆଗଲା। ବାହାରେ ଦ ବିଷ୍ଟ ପ୍ରସ୍ତୁତ ଥିଲା। ସେପଟେ ହଲ୍ ଭିତରେ ଥିବା ଲୋକଙ୍କର ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କର ଉପରେ ଗୁଳିଚାଳନା ହେବା ଏକ ସାଧାରଣ ଘଟଣା ନୁହେଁ। ଏବେ ପ୍ରଶ୍ନ ଉଠିଛି, ଏହି ଦୁଃସାହସ କିଏ କଲା? ସଦ୍ୟତମ ରିପୋର୍ଟ ଅନୁଯାୟୀ ଆକ୍ରମଣକାରୀକୁ କାବୁ କରାଯାଇଛି ଏବଂ ତାର ନାମ ହେଉଛି କୋଲ୍ ଟୋମାସ ଆଲେନ୍। 31 ବର୍ଷୀୟ ଏହି ଯୁବକ କାଲିଫୋର୍ଣ୍ଣିଆର ବୋଲି ଜଣାପଡ଼ିଛି। ତାଙ୍କ ପାଖରୁ ଅନେକ ଗୁଡ଼ିଏ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସବୁଠାରୁ ଚକିତ କଲା ଭଳି ତଥ୍ୟ ହେଉଛି ଯେ ସେ ସିକ୍ରେଟ୍ ସର୍ଭିସର ଏକ ସୁରକ୍ଷା ଚେକ୍ ପଏଣ୍ଟକୁ ଭାଙ୍ଗି ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥିଲା। ଏହି ଘଟଣା ପରେ ଆମେରିକାର ଗୋଇନ୍ଦା ସଂସ୍ଥା ଏବଂ ସିକ୍ରେଟ୍ ସର୍ଭିସ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ ବଡ଼ କାର୍ଯ୍ୟକ୍ରମରେ ଜଣେ ସନ୍ଦିଗ୍ଧ ବନ୍ଧୁକ ଧରି କିପରି ଭିତରକୁ ଗଲା? ସିକ୍ରେଟ୍ ସର୍ଭିସର ମଲ୍ଟି ଲେୟାର ସୁରକ୍ଷା ବ୍ୟବସ୍ଥା କେଉଁଠି ବିଫଳ ହେଲା ଏବଂ ଆକ୍ରମଣକାରୀର ଉଦ୍ଦେଶ୍ୟ କ'ଣ ଥିଲା? ବିଶେଷଜ୍ଞଙ୍କର ମତରେ ଆକ୍ରମଣକାରୀ ହୁଏତ ଏକ ଗଣମାଧ୍ୟମ କର୍ମଚାରୀଙ୍କର ପରିଚୟ ପତ୍ର ବ୍ୟବହାର କରିଥିଲା କିମ୍ବା ସୁରକ୍ଷା ବଳୟରେ ଥିବା କୌଣସି ଶିଥିଳତାର ସୁଯୋଗ ନେଇଥିଲା। ଏହି ଘଟଣାରେ ଜଣେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ମଧ୍ୟ ଆହତ ହୋଇଛନ୍ତି, ଯାହାଙ୍କ ଶରୀରରେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଥିବାରୁ ତାଙ୍କର ଜୀବନ ରକ୍ଷା ପାଇଯାଇଛି। ଏହି ଘଟଣା ପରେ ସମଗ୍ର ଆମେରିକାରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ରିପବ୍ଲିକାନ୍ ପାର୍ଟିର ନେତାମାନେ ଏହାକୁ ଲୋକତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି। ସେପଟେ ବିରୋଧୀ ଦଳ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ସୁରକ୍ଷା ବ୍ୟବସ୍ଥାରେ ତଦନ୍ତ ଦାବି କରିଛନ୍ତି। ଟ୍ରମ୍ପ ନିଜେ ସୁରକ୍ଷିତ ଥିଲେ ମଧ୍ୟ ସେ ତୁରନ୍ତ ଏକ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ କୌଣସି ପ୍ରକାରର ଡର କିମ୍ବା ହିଂସା ତାଙ୍କୁ ରୋକିପାରିବ ନାହିଁ। କିନ୍ତୁ ଏହି ଘଟଣା ସେହି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଶୀର୍ଷରେ ରହିଛି। କ'ଣ ଏହି ଆକ୍ରମଣ ପଛରେ କୌଣସି ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ରହିଛି କି? କୌତୂହଳର ବିଷୟ ହେଉଛି ଯେ ଗୁଳିକାଣ୍ଡର ଠିକ୍ 10 ମିନିଟ୍ ପରେ ଇରାନ ପକ୍ଷରୁ ଏକ ଶାନ୍ତି ପ୍ରସ୍ତାବ ପଠାଯାଇଥିବାର ଜଣାପଡ଼ିଛି। ତେବେ ଟ୍ରମ୍ପ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନେକ ବିଶ୍ଳେଷକ ମନେ କରୁଛନ୍ତି ଯେ ଏହା ହୁଏତ ଏକ ପୂର୍ବ ପ୍ରସ୍ତୁତ ଯୋଜନା ହୋଇଥାଇପାରେ, ଯେଉଁଠି ଗୋଟିଏ ପଟେ ସୁରକ୍ଷା ଉପରେ ଆକ୍ରମଣ କରି ମାନସିକ ଚାପ ସୃଷ୍ଟି କରାଯାଉଛି ଏବଂ ଅନ୍ୟ ପଟେ କୂଟନୈତିକ ଚାଲ ଚଲାଯାଉଛି। ଏବେ ଦୁନିଆର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ଆମେରିକାର ରାଷ୍ଟ୍ରପତି ନିଜ ରାଜଧାନୀରେ ସୁରକ୍ଷିତ ନୁହନ୍ତି, ତେବେ ସୁରକ୍ଷା ପାଇଁ ଗ୍ୟାରେଣ୍ଟି କିଏ ଦେବ? ଏହି ଘଟଣା ପରେ ସାରା ବିଶ୍ୱରେ ପ୍ରଭାବ ପଡ଼ିବ। ଅର୍ଥବ୍ୟବସ୍ଥାଠାରୁ ଆରମ୍ଭ କରି ବୈଦେଶିକ ନୀତି ପର୍ଯ୍ୟନ୍ତ ସବୁକିଛି ବଦଳିପାରେ। ଆମେରିକାର ଇତିହାସରେ ଏଭଳି ଅନେକ ଘଟଣା ରହିଛି ଯେଉଁଥିରେ ରାଷ୍ଟ୍ରପତିଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି, କିନ୍ତୁ 2026ର ଏହି ଘଟଣାଟି ଏକ ଭିନ୍ନ ସଂକେତ ଦେଉଛି। ଏହା କେବଳ ଜଣେ ବ୍ୟକ୍ତିଙ୍କର ଆକ୍ରମଣ ନା ଏକ ଗଭୀର ଷଡ଼ଯନ୍ତ୍ରର ଅଂଶବିଶେଷ, ତାହା ଆଗାମୀ ତଦନ୍ତରୁ ଜଣାପଡ଼ିବ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ବଟନକୁ ଅନ୍ କରିଦିଅନ୍ତୁ ଏବଂ ତା ସହିତ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଉପରେ ପ୍ରାଣଘାତୀ ଆକ୍ରମଣର ଉଦ୍ୟମ ହୋଇଥିବା ବେଳେ ଅନ୍ୟପଟେ ଇରାନ ସହ କୂଟନୈତିକ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ମାତ୍ର କିଛି ସମୟ ପୂର୍ବରୁ ଏକ ବଡ଼ ଖବର ଆସିଛି। ଇରାନ ପଠାଇଥିବା ଏକ ଶାନ୍ତି ପ୍ରସ୍ତାବ ବା ପିସ୍ ପ୍ରପୋଜାଲକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଟ୍ରମ୍ପ ନିଜର ପାକିସ୍ତାନ ଗସ୍ତ ବାତିଲ କରିବାର ଠିକ୍ 10 ମିନିଟ୍ ପରେ ଇରାନ ଏହି ପ୍ରସ୍ତାବ ଦେଇଥିଲା। ପ୍ରଥମେ ଘଟଣାକୁ ବୁଝନ୍ତୁ। ରାଷ୍ଟ୍ରପତି ଟ୍ରମ୍ପ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, ଯେଉଁଠାରେ ଇରାନ ସହ ଗୁପ୍ତ ଆଲୋଚନା ହେବାର ସମ୍ଭାବନା ଥିଲା। କିନ୍ତୁ ସୁରକ୍ଷା କାରଣରୁ କିମ୍ବା ରଣନୈତିକ କାରଣରୁ ଟ୍ରମ୍ପ ହଠାତ୍ ଏହି ଗସ୍ତକୁ ବାତିଲ କରିଥିଲେ। ଏହି ଘଟଣାର ମାତ୍ର 10 ମିନିଟ୍ ପରେ ତେହେରାନରୁ ଏକ ସ୍ୱତନ୍ତ୍ର ବାର୍ତ୍ତା ୱାଶିଂଟନରେ ପହଞ୍ଚିଥିଲା। ଇରାନ ଶାନ୍ତି ଚାହୁଁଥିବା ଦାବି କରିଥିଲା, କିନ୍ତୁ ଟ୍ରମ୍ପଙ୍କର ଶୈଳୀ ସବୁବେଳେ ଭିନ୍ନ। ସେ କେବଳ ପ୍ରସ୍ତାବକୁ ମନା କଲେ ନାହିଁ, ବରଂ ଇରାନକୁ ଏକ ଶକ୍ତ ବାର୍ତ୍ତା ଦେଇ କହିଲେ ଯେ ଆମେରିକା ଏବେ କମ୍ପ୍ରମାଇଜ୍ ମୁଡ୍ରେ ନାହିଁ। ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଗୁଳିକାଣ୍ଡର ଠିକ୍ ପରେ ଏହି ପ୍ରସ୍ତାବ କାହିଁକି ଆସିଲା? କ'ଣ ଇରାନ ଡରିଯାଇଛି କିମ୍ବା ଏହା ଏକ ଚାଲ? କିଛି ବିଶେଷଜ୍ଞ କହୁଛନ୍ତି ଯେ ଟ୍ରମ୍ପଙ୍କର ଉପରେ ହୋଇଥିବା ଆକ୍ରମଣ ପରେ ଆମେରିକାର ଆଭିମୁଖ୍ୟ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛି। ଟ୍ରମ୍ପ ଏବେ ବିଶ୍ୱକୁ ଦେଖାଇବାକୁ ଚାହୁଁଛନ୍ତି ଯେ ଆକ୍ରମଣ ତାଙ୍କୁ ଦୁର୍ବଳ କରିନାହିଁ, ବରଂ ସେ ଆହୁରି ଶକ୍ତିଶାଳୀ ହୋଇଛନ୍ତି। ସେଥିପାଇଁ ଇରାନର ପ୍ରସ୍ତାବକୁ ଗୁରୁତ୍ୱ ନ ଦେଇ ଅଧିକ କନସେସନ୍ସ ବା ରିହାତି ଦାବି କରିଛନ୍ତି।
ट्रम्प स्पष्ट କରିଛନ୍ତି ଯେ ସେ କୌଣସି ଅଧାପନ୍ତରିଆ ଚୁକ୍ତି କରିବେ ନାହିଁ। ସେ ଚାହୁଁଛନ୍ତି ଏକ ଗ୍ରାଣ୍ଡ ବାର୍ଗେନ୍। ट्रम्पकर ଏହି ଜିଦ୍ ଯୋଗୁଁ ବିଶ୍ୱ ବଜାରରେ ତେଲ ଦର ବଢ଼ିବାରେ ଲାଗିଛି। ଯଦି ଇରାନ ଏବଂ ଆମେରିକା ମଧ୍ୟରେ କୌଣସି ସମାଧାନ ନ ହୁଏ ତେବେ ଖାଡ଼ି ଦେଶଗୁଡ଼ିକରେ ଯୁଦ୍ଧର ବାଦଲ ଆହୁରି ଘନେଇବ। ଆମେରିକା ଏବେ ଇରାନ ଉପରେ ମ୍ୟାକ୍ସିମମ୍ ପ୍ରେସର ନୀତି ଆପଣାଉଛି। ଟ୍ରମ୍ପ ଜାଣନ୍ତି ଯେ ଇରାନର ଅର୍ଥବ୍ୟବସ୍ଥା ଭୁଷୁଡ଼ିବା ଅବସ୍ଥାରେ ରହିଛି, ତେଣୁ ସେ ଇରାନକୁ ଆହୁରି ଆଣ୍ଠେଇବାକୁ ସୁଯୋଗ ଖୋଜୁଛନ୍ତି। ଏହି ପ୍ରତ୍ୟାଖ୍ୟାନ ପରେ ଚୀନ ଏବଂ ରୁଷିଆ ଇରାନ ସପକ୍ଷରେ ବାହାରିଛନ୍ତି, କିନ୍ତୁ ଭାରତ ପାଇଁ ଏହା ଏକ ଚିନ୍ତାର ବିଷୟ। ଭାରତ ଚବାହାର ବନ୍ଦର ପ୍ରୋଜେକ୍ଟ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ଯଦି ଆମେରିକା ଇରାନ ଉପରେ ପ୍ରତିବନ୍ଧକ କଡ଼ାକଡ଼ି କରେ ତେବେ ଭାରତ ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆ ସହ ବାଣିଜ୍ୟ ସମ୍ପର୍କ ମଧ୍ୟ ବାଧାପ୍ରାପ୍ତ ହେବ। ପାକିସ୍ତାନ ମଧ୍ୟ ଏହି ପରିସ୍ଥିତିରେ ଅଡ଼ୁଆରେ ରହିଛି। ଟ୍ରମ୍ପଙ୍କର ଗସ୍ତ ବାତିଲ ହେବା ପରେ ପାକିସ୍ତାନ ଯେଉଁ କୂଟନୈତିକ ଫାଇଦା ପାଇବାକୁ ଆଶା ରଖିଥିଲା ତାହା ଏବେ ମାଟିରେ ମିଶିଯାଇଛି। ଶେଷରେ ପ୍ରଶ୍ନ ଉଠୁଛି, ଇରାନ ଏବେ କ'ଣ କରିବ? ଟ୍ରମ୍ପଙ୍କର ପ୍ରତ୍ୟାଖ୍ୟାନ ପରେ ଇରାନ ହୁଏତ ଆହୁରି ଆକ୍ରମଣାତ୍ମକ ହୋଇପାରେ କିମ୍ବା ନୂଆ ଏକ ପ୍ରସ୍ତାବ ସହ ଆସିପାରେ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ, ଡୋନାଲ୍ଡ ଟ୍ରମ୍ପ ନିଜ ସର୍ତ୍ତରେ ହିଁ ଶାନ୍ତି ଚାହୁଁଛନ୍ତି। ତାଙ୍କ ପାଇଁ ପିସ୍ ମାନେ ହେଉଛି ଆବସୋଲ୍ୟୁଟ୍ ଭିକ୍ଟ୍ରି। ଯଦି ଇରାନ ଆମେରିକାର ସମସ୍ତ ଦାବି ମାନି ନ ନିଏ ତେବେ ଶାନ୍ତି କେବଳ ଏକ ସ୍ୱପ୍ନ ହୋଇ ରହିଯିବ। ବିଶ୍ୱ ଇତିହାସର ଏହା ଏକ ଅତି ସମ୍ବେଦନଶୀଳ ମୋଡ଼। ଜଣେ ରାଷ୍ଟ୍ରପତିଙ୍କ ଉପରେ ଆକ୍ରମଣ ଏବଂ ତାପରେ ଏକ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା, ଏହା କୌଣସି ବଡ଼ ଧରଣର ଘଟଣାର ପୂର୍ବାଭାସ କି? ଇରାନର ବିଦେଶ ମନ୍ତ୍ରୀ ଆବ୍ବାସ ଆରାଗଚି ବର୍ତ୍ତମାନ ପାକିସ୍ତାନ ଗସ୍ତ ଶେଷ କରି ରୁଷ ଅଭିମୁଖେ ଯାତ୍ରା କରୁଛନ୍ତି। ସେଠାରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ଗସ୍ତ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? କ'ଣ ଇରାନ ଏବଂ ରୁଷ ମିଶି କୌଣସି ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି? କ'ଣ ଏହି ଗସ୍ତ ଫଳରେ ମଧ୍ୟପ୍ରାଚ୍ୟରେ ଜାରି ହୋଇଥିବା ଯୁଦ୍ଧର ବିରାମ ଲାଗିବ? ସୂଚନା ଅନୁସାରେ ଆରାଗଚି ପ୍ରଥମେ ପାକିସ୍ତାନ ଗସ୍ତରେ ଥିଲେ। ସେଠାରେ ସେ ପାକିସ୍ତାନର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ। ପାକିସ୍ତାନ ଏବଂ ଇରାନ ମଧ୍ୟରେ ହୋଇଥିବା ସୀମା ବିବାଦ ଏବଂ ଆଞ୍ଚଳିକ ସୁରକ୍ଷା ଉପରେ ଏ ବୈଠକ କେନ୍ଦ୍ରିତ ଥିଲା। କିନ୍ତୁ ପାକିସ୍ତାନରୁ ସିଧାସଳଖ ମସ୍କୋ ଯିବା ଏକ ବଡ଼ ସଂକେତ। ରୁଷ ହେଉଛି ଇରାନର ଏକ ରଣନୈତିକ ସହଯୋଗୀ। ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ଏବଂ ରୁଷ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଛି। ଆରାଗଚି ପୁଟିନଙ୍କୁ ଭେଟିବା ସମୟରେ ସିଜ୍ ଫାୟାର କିମ୍ବା ଯୁଦ୍ଧବିରତି ପାଇଁ ଏକ ବ୍ଲୁ ପ୍ରିଣ୍ଟ କିମ୍ବା ରିପୋର୍ଟ ଉପସ୍ଥାପନ କରିବେ। ଇରାନ ବର୍ତ୍ତମାନ ଏକାଧିକ ସଙ୍କଟ ଦେଇ ଗତି କରୁଛି। ଗୋଟିଏ ପଟେ ଇସ୍ରାଏଲ ସହ ସଂଘର୍ଷ ଏବଂ ଅନ୍ୟପଟେ ଆର୍ଥିକ ପ୍ରତିବନ୍ଧକ। ରୁଷର ସାହାଯ୍ୟ ବିନା ଇରାନର ଏହି ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ମୁକାବିଲା କରିବା କଷ୍ଟକର। ଏହି ବୈଠକରେ ତୈଳ, ବାଣିଜ୍ୟ ଏବଂ ସାମରିକ ସହାୟତା ଏବଂ ମଧ୍ୟପ୍ରାଚ୍ୟର ସ୍ଥିରତା ଆଣିବା ଉପରେ ଗୁରୁତ୍ୱ ଦିଆଯିବ। ଆରାଗଚିଙ୍କର ଗସ୍ତର ମୁଖ୍ୟ ଏଜେଣ୍ଡା ହେଉଛି ସିଜ୍ ଫାୟାର। ରିପୋର୍ଟ ଅନୁସାରେ ଇରାନ ନିଜର ପ୍ରତିନିଧିମାନଙ୍କର ଜରିଆରେ ବିଭିନ୍ନ ଗୋଷ୍ଠୀ ସହ କଥା ହୋଇଛି। ଏହି କଥାବାର୍ତ୍ତାର ନିଷ୍କର୍ଷ ପୁଟିନଙ୍କୁ ଜଣାପଡ଼ିବ। ପୁଟିନଙ୍କର ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କର ସହ ମଧ୍ୟ ସମ୍ପର୍କ ଭଲ ରହିଛି ଏବଂ ଯଦି ପୁଟିନ ଏଥିରେ ହସ୍ତକ୍ଷେପ କରନ୍ତି ତେବେ ହୁଏତ ସମାଧାନର ବାଟ ବାହାରିପାରେ। ଇରାନ ଜାଣେ ଯେ ଆମେରିକା ହୁଏତ ତାଙ୍କର କଥା ଶୁଣିବ ନାହିଁ, କିନ୍ତୁ ରୁଷର ପ୍ରଭାବକୁ କେହି ଅଣଦେଖା କରିପାରିବେ ନାହିଁ। ଆରାଗଚିଙ୍କର ଏହି ଗସ୍ତ କେବଳ ଏକ ଆଲୋଚନା ନୁହେଁ, ବରଂ ଏକ ଶାନ୍ତି ପ୍ରସ୍ତାବ। ଏହା କୁହାଯାଇପାରେ ଯେ ଆବ୍ବାସ ଆରାଗଚିଙ୍କର ମସ୍କୋ ଗସ୍ତ ବିଶ୍ୱ ରାଜନୀତିର ଏକ ନୂଆ ମୋଡ଼ ଆଣିପାରେ। ଯଦି ରୁଷ ଏବଂ ଇରାନ ଏକ ସହମତିରେ ପହଞ୍ଚନ୍ତି ତେବେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ଚାପ ବଢ଼ିବ। ଏହି ବୈଠକର ଫଳାଫଳ ଆଗାମୀ ଦିନରେ ମଧ୍ୟପ୍ରାଚ୍ୟର ଭବିଷ୍ୟତ ସ୍ଥିର କରିବ। ବିଶ୍ୱ ରାଜନୀତିରେ ବ୍ରିକ୍ସକୁ ଏକ ଶକ୍ତିଶାଳୀ ସଂଗଠନ ଭାବରେ ଦେଖାଯାଏ, କିନ୍ତୁ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ପ୍ରତିନିଧିଙ୍କର ବୈଠକକୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ପଶ୍ଚିମ ଏସିଆ ବା ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ସଂଘର୍ଷକୁ ନେଇ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକମତ ହୋଇପାରିନାହିଁ। ଯେଉଁଠାରେ ଏକ ଯୁଗ୍ମ ଘୋଷଣାନାମା ବା ଜଏଣ୍ଟ ଡିକ୍ଲାରେସନ୍ ଆସିବା କଥା, ସେଠାରେ ଭାରତକୁ କେବଳ ଏକ ଚେୟାର୍ସ ଷ୍ଟେଟମେଣ୍ଟ ଜାରି କରି ସନ୍ତୁଷ୍ଟ ରହିବାକୁ ପଡ଼ିଛି। ସାଧାରଣତଃ ଯେତେବେଳେ ବ୍ରିକ୍ସ ପରି ଏକ ବଡ଼ ସଂଗଠନର ବୈଠକ ବସେ, ଶେଷରେ ସମସ୍ତ ଦେଶ ମିଶି ମିଳିତ ଭାବରେ ଏକ ଲିଖିତ ଦସ୍ତାବିଜ ଜାରି କରନ୍ତି। ଏହାକୁ ଯୁଗ୍ମ ଘୋଷଣାନାମା କୁହାଯାଏ, କିନ୍ତୁ ଦିଲ୍ଲୀ ବୈଠକରେ ଏହା ସମ୍ଭବ ହୋଇପାରିଲା ନାହିଁ। ପଶ୍ଚିମ ଏସିଆ, ଯାହାକି ଇସ୍ରାଏଲ, ହମାସ ଏବଂ ଇରାନ ସଂଘର୍ଷକୁ ନେଇ ସଦସ୍ୟ ଦେଶମାନଙ୍କର ମଧ୍ୟରେ ଗଭୀର ମତଭେଦ ଦେଖାଦେଇଛି। କିଛି ଦେଶ ଇସ୍ରାଏଲକୁ ସିଧାସଳଖ ଦାୟୀ କରିବାକୁ ଚାହୁଁଥିବା ବେଳେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ରଖିବାକୁ ଚେଷ୍ଟା କରୁଛି। ଯେତେବେଳେ ସମସ୍ତେ ଏକମତ ହୁଅନ୍ତି ନାହିଁ, ସେତେବେଳେ ଅଧ୍ୟକ୍ଷତା କରୁଥିବା ଦେଶ ନିଜ ପକ୍ଷରୁ ଏକ ସାରାଂଶ ଜାରି କରେ। ଏହା ଦର୍ଶାଏ ଯେ ସଂଗଠନ ଭିତରେ ସବୁକିଛି ଠିକ୍ ନାହିଁ। ଆସନ୍ତୁ ବୁଝିବା ବିବାଦ କେଉଁଠି ରହିଛି। ବ୍ରିକ୍ସ ବର୍ତ୍ତମାନ କେବଳ 5ଟି ଦେଶର ସଂଗଠନ ହୋଇ ରହିନାହିଁ, ଏଥିରେ ନୂଆକରି ଇରାନ, ଇଜିପ୍ଟ, ଇଥିଓପିଆ ଏବଂ UAE ସାମିଲ ହୋଇଛନ୍ତି। ଇରାନ ଚାହୁଁଛି ଯେ ବ୍ରିକ୍ସ ଇସ୍ରାଏଲକୁ ଏକ ଆତଙ୍କବାଦୀ ରାଷ୍ଟ୍ର କିମ୍ବା ଆକ୍ରମଣକାରୀ ରାଷ୍ଟ୍ର ଭାବରେ ଚିହ୍ନଟ କରୁ। ଏହି ଦୁଇ ଦେଶ ଆମେରିକାର ପ୍ରଭାବକୁ କମାଇବା ପାଇଁ ପଶ୍ଚିମ ଏସିଆରେ ଇସ୍ରାଏଲ ବିରୋଧୀ ସ୍ୱରକୁ ସମର୍ଥନ କରୁଛନ୍ତି। ଭାରତର ଇସ୍ରାଏଲ ସହ ଭଲ ସମ୍ପର୍କ ରହିଛି ଏବଂ ପାଲେଷ୍ଟାଇନ ପାଇଁ ମଧ୍ୟ ଭାରତର ସମର୍ଥନ ଜାରି ରଖିଛି। ଭାରତ ଚାହୁଁନାହିଁ ଯେ ବ୍ରିକ୍ସ ମଞ୍ଚକୁ କେବଳ କୌଣସି ଗୋଟିଏ ପକ୍ଷରେ ପ୍ରଚାର ପାଇଁ ବ୍ୟବହାର କରାଯାଉ। ଭାରତ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ, ଗୋଟିଏ ପଟେ ବ୍ରିକ୍ସର ଗୁରୁତ୍ୱ ରକ୍ଷା କରିବା ଏବଂ ଅନ୍ୟପଟେ ନିଜର ଜାତୀୟ ସ୍ୱାର୍ଥ। ଭାରତ ସ୍ପଷ୍ଟ କରିଛି ଯେ ଆତଙ୍କବାଦରେ କୌଣସି ସ୍ଥାନ ନାହିଁ, କିନ୍ତୁ ମାନବିକ ଅଧିକାରକୁ ଉଲ୍ଲଂଘନ ମଧ୍ୟ ଗ୍ରହଣୀୟ ନୁହେଁ।
ଏହି ସନ୍ତୁଳନ ରକ୍ଷା କରିବାକୁ ଯାଇ ଭାରତ ଅନ୍ୟ ସଦସ୍ୟଙ୍କର କଠୋର ଆଭିମୁଖ୍ୟକୁ ସମର୍ଥନ କରିପାରିଲା ନାହିଁ। ବ୍ରିକ୍ସରେ ସହମତି ହୋଇ ନପାରିବା ଏହା ଦର୍ଶାଉଛି ଯେ ସଂଗଠନର କଳେବର ବଢ଼ିବା ସହ ଏହାର ଆଭ୍ୟନ୍ତରୀଣ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି। ଯଦି ପଶ୍ଚିମ ଏସିଆ ପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବ୍ରିକ୍ସ ଏକାଠି ହୋଇପାରୁନାହିଁ, ତେବେ ଆଗାମୀ ଦିନରେ ଏହାର ଆମେରିକା ନେତୃତ୍ୱାଧୀନ G7 ପରି ସଂଗଠନକୁ ଚ୍ୟାଲେଞ୍ଜ ଦେଇପାରିବ କି? ଭାରତ ଏକ ଅଧ୍ୟକ୍ଷ ଭାବରେ ନିଜର ଦାୟିତ୍ୱ ତୁଲାଉଛି, କିନ୍ତୁ ବିଶ୍ୱ ରାଜନୀତିର ଏହି ଫାଟ ବ୍ରିକ୍ସର ଭବିଷ୍ୟତ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟ୍ରମ୍ପ ଇରାନକୁ ଏକ ଖୋଲା ଅଫର ଦେଇଛନ୍ତି। ସେ କହିଛନ୍ତି ଯେ ଇରାନ ଯଦି ଯୁଦ୍ଧ ଶେଷ କରିବାକୁ ଚାହୁଁଛି ତେବେ ସେମାନେ ଆମକୁ କଲ୍ କରିପାରିବେ। କିନ୍ତୁ ଏହି ଗୋଟିଏ ବାକ୍ୟ ପଛରେ ଅନେକ ରହସ୍ୟ ଲୁଚି ରହିଛି। ଏହି ବୟାନ ଆସିବା ପୂର୍ବରୁ ଟ୍ରମ୍ପ ନିଜର ଦୁଇ ପ୍ରଭାବଶାଳୀ ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜେରେଡ୍ କୁଶ୍ନରଙ୍କର ପାକିସ୍ତାନ ଗସ୍ତକୁ ହଠାତ୍ ବାତିଲ କରିଦେଇଛନ୍ତି। କାହିଁକି ଟ୍ରମ୍ପ ଏପରି କଲେ? କ'ଣ ଇରାନ ବର୍ତ୍ତମାନ ଆମେରିକା ଆଗରେ ନଇଁବାକୁ ବାଧ୍ୟ ହେବ? ଚାଲନ୍ତୁ ଜାଣିବା। ଡୋନାଲ୍ଡ ଟ୍ରମ୍ପ ଜାଣନ୍ତି କେତେବେଳେ କେଉଁ ଚାପ ପ୍ରୟୋଗ କରିବାକୁ ହୁଏ। ତାଙ୍କର କଲ୍ ଅସ୍ ବୟାନ କୌଣସି ସାଧାରଣ କଥା ନୁହେଁ, ଏହା ହେଉଛି ଇରାନ ଉପରେ ଏକ ମନସ୍ତାତ୍ତ୍ୱିକ ଚାପ। ଟ୍ରମ୍ପ ମଧ୍ୟସ୍ଥିଙ୍କୁ ପସନ୍ଦ କରନ୍ତି ନାହିଁ। ସେ ଚାହୁଁଛନ୍ତି ଇରାନ ସିଧାସଳଖ ହ୍ୱାଇଟ୍ ହାଉସ୍ ସହ କଥା ହେଉ। ଇରାନ ଉପରେ ଥିବା କଠୋର ପ୍ରତିବନ୍ଧକ ଯୋଗୁଁ ଏଠାରେ ଅର୍ଥନୀତି ଭୁଷୁଡ଼ି ପଡ଼ିଛି। ଟ୍ରମ୍ପ ଜାଣନ୍ତି ଯେ ଇରାନ ବର୍ତ୍ତମାନ ଏହି ସନ୍ଧି ମଧ୍ୟରେ ବ୍ୟାକୁଳ। ଟ୍ରମ୍ପ ନିଜର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଚାହୁଁଛନ୍ତି, ଅର୍ଥାତ୍ ଦୁନିଆରୁ ଯୁଦ୍ଧ ବନ୍ଦ କରିବା। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ପାକିସ୍ତାନ ଗସ୍ତ କାହିଁକି ବାତିଲ ହେଲା? କୁଶ୍ନର ଏବଂ ୱିଟକଫ୍ ହେଉଛନ୍ତି ଟ୍ରମ୍ପଙ୍କର ସବୁଠାରୁ ବିଶ୍ୱସ୍ତ ରଣନୀତିକ। ସେମାନେ ପାକିସ୍ତାନ ଯାଇ ଇରାନ ସହ ଏକ ବ୍ୟାକ୍ ଚ୍ୟାନେଲ ଆଲୋଚନା କରିବାର ଥିଲା। ହଠାତ୍ ଏହି ଗସ୍ତ ବାତିଲ କରି ଟ୍ରମ୍ପ ଦୁଇଟି ସଂକେତ ଦେଇଛନ୍ତି। ସେ ପାକିସ୍ତାନ ଉପରେ ସମ୍ପୂର୍ଣ୍ଣ ଭରସା କରିପାରୁନାହାନ୍ତି କିମ୍ବା ପାକିସ୍ତାନର ମଧ୍ୟସ୍ଥତା ତାଙ୍କୁ ଦରକାର ନାହିଁ। ସେ ଇରାନକୁ ଦେଖାଇବାକୁ ଚାହୁଁଛନ୍ତି ଯେ ଆମେ ତୁମ ପାଖକୁ ଆସିବୁ ନାହିଁ, ତୁମକୁ ହିଁ ଆମ ପାଖକୁ ଆସିବାକୁ ହେବ। ପାକିସ୍ତାନରେ ଇରାନ ବିଦେଶ ମନ୍ତ୍ରୀଙ୍କର ଉପସ୍ଥିତି ସତ୍ତ୍ୱେ ଆମେରିକୀୟ ଦୂତଙ୍କର ଗସ୍ତ ବାତିଲ ହେବା ଏକ ବଡ଼ ଡିପ୍ଲୋମାଟିକ୍ ସ୍ଲବ୍। ଜେରେଡ୍ କୁଶ୍ନର ହେଉଛନ୍ତି ସେହି ବ୍ୟକ୍ତି ଯିଏ ଇସ୍ରାଏଲ ଏବଂ ଆରବ ଦେଶ ମଧ୍ୟରେ ଐତିହାସିକ ଆବ୍ରାହମ ଏକର୍ଡସ୍ କରାଇଥିଲେ। ତାଙ୍କ ଗସ୍ତ ବାତିଲ ହେବାର ଅର୍ଥ ହେଉଛି ଟ୍ରମ୍ପ ଏବେ କୌଣସି ଛୋଟମୋଟ ଚୁକ୍ତି ନୁହେଁ, ବରଂ ଏକ ବଡ଼ ଗ୍ରାଣ୍ଡ ବାର୍ଗେନ୍ ଚାହୁଁଛନ୍ତି। ଏହି ଡିଲ୍ରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଆଞ୍ଚଳିକ ପ୍ରଭାବକୁ ସମ୍ପୂର୍ଣ୍ଣ ରୂପରେ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଟ୍ରମ୍ପଙ୍କର ଏହି ରଣନୀତି ଇରାନକୁ ଏକ କୋଣକୁ ଠେଲି ଦେଇଛି। ଗୋଟିଏ ପଟେ ଇସ୍ରାଏଲର ସାମରିକ ଚାପ ଏବଂ ଅନ୍ୟପଟେ ଟ୍ରମ୍ପଙ୍କର କୂଟନୈତିକ ଜାଲ। ଯଦି ଇରାନ କଲ୍ କରେ ତେବେ ତାଙ୍କ ପାଇଁ ଆତ୍ମସମର୍ପଣ ଭଳି ହେବ, ଆଉ ଯଦି ନ କରେ ତେବେ ଆଗାମୀ ଦିନରେ ଆମେରିକାର ପ୍ରତିବନ୍ଧକ ଆହୁରି ଭୟଙ୍କର ହେବ। ବିଶ୍ୱ ବର୍ତ୍ତମାନ ଅପେକ୍ଷା କରିଛି ଇରାନର ପ୍ରତିକ୍ରିୟାକୁ। ଚୀନ ଏବେ କେବଳ ଏସିଆର ଶକ୍ତି ନୁହେଁ, ବରଂ ସମୁଦ୍ରର ସମ୍ରାଟ ହେବାକୁ ଲକ୍ଷ୍ୟ ରଖିଛି। PLA ନେଭିର 77ତମ ବାର୍ଷିକୀ ଅବସରରେ ମୁକ୍ତିଲାଭ କରିଥିବା ଏକ ଫିଲ୍ମ ଇନ୍ଟୁ ଦ ଡିପ୍ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ। ଏହି ଫିଲ୍ମରେ ଚୀନ ଏକ ବଡ଼ ସଂକେତ ଦେଇଛି। ତାଙ୍କର ଚତୁର୍ଥ ବିମାନବାହୀ ଯୁଦ୍ଧପୋତ ବା ଏୟାରକ୍ରାଫ୍ଟ କ୍ୟାରିୟର ହେବାକୁ ଯାଉଛି ଆଣବିକ ଶକ୍ତିସମ୍ପନ୍ନ ବା ନ୍ୟୁକ୍ଲିୟର ପାୱାର୍ଡ। ଯଦି ଏହା ସତ୍ୟ ହୁଏ ତେବେ ଚୀନ ଆମେରିକା ଏବଂ ଫ୍ରାନ୍ସ ପରେ ବିଶ୍ୱର ତୃତୀୟ ଦେଶ ହେବ ଯାହା ପାଖରେ ଏହି ବିପଜ୍ଜନକ ପ୍ରଯୁକ୍ତି ରହିଛି। ଚୀନର ନୌସେନା ବା PLA ନେଭି ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ନୌସେନା। ଗତ ଦଶନ୍ଧିରେ ସେମାନେ ନିଜର 3ଟି ବିମାନବାହୀ ଜାହାଜ ଲିଆଓନିଙ୍ଗ ଏବଂ ସାଣ୍ଡୋଙ୍ଗ ଏବଂ ନିକଟରେ ଫୁଜିଆନକୁ ସାମିଲ କରିଛନ୍ତି। କିନ୍ତୁ ଏହି 3ଟି ଯାକ ଡିଜେଲ ଇଲେକ୍ଟ୍ରିକ୍ ସିଷ୍ଟମରେ ଚାଲୁଛନ୍ତି। କିନ୍ତୁ ଇନ୍ଟୁ ଦ ଡିପ୍ ଫିଲ୍ମରେ ଏହି ଚତୁର୍ଥ ଜାହାଜର ଝଲକ ଦେଖିବାକୁ ମିଳିଛି। ସେଥିରେ ଧୂଆଁ ବାହାରିବାର କୌଣସି ପାଇପ୍ ଷ୍ଟାକ୍ ନାହିଁ। ଏହାର ସିଧା ଅର୍ଥ ହେଉଛି ଏହା ଏକ ନ୍ୟୁକ୍ଲିୟର ପାୱାର୍ଡ କ୍ୟାରିୟର। ଏକ ସାଧାରଣ ବିମାନବାହୀ ଜାହାଜକୁ କିଛି ଦିନ ପରେ ପରେ ଇନ୍ଧନ ଯୋଗୁଁ କୂଳକୁ ଆଣିବାକୁ ପଡ଼େ କିମ୍ବା ସମୁଦ୍ର ମଧ୍ୟରେ ଅନ୍ୟ ଟ୍ୟାଙ୍କର ସାହାଯ୍ୟରେ ସାହାଯ୍ୟ ନେବାକୁ ପଡ଼େ। କିନ୍ତୁ ଏକ ଆଣବିକ ଶକ୍ତି ସମ୍ପନ୍ନ ଜାହାଜ 20ରୁ 25 ବର୍ଷ ପର୍ଯ୍ୟନ୍ତ ବିନା ଇନ୍ଧନରେ ସମୁଦ୍ରରେ ରହିପାରିବ। ଏହାର ଗତି ଅଧିକ ଏବଂ ଏଥିରେ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ବିମାନ ରଖାଯାଇପାରିବ। ବିଶେଷଜ୍ଞଙ୍କର କହିବା ଅନୁଯାୟୀ ଚୀନର ଏହି ଚତୁର୍ଥ ଜାହାଜର ନାମ ହେଉଛି ଟାଇପ୍ 004। ଏଥିରେ ବିଶ୍ୱର ସବୁଠାରୁ ଆଧୁନିକ ଇଲେକ୍ଟ୍ରୋମାଗ୍ନେଟିକ୍ ଏୟାରକ୍ରାଫ୍ଟ ଲଞ୍ଚ ସିଷ୍ଟମ ବା EMALS ଲାଗିବ। ଏହି ସିଷ୍ଟମ ସାହାଯ୍ୟରେ ଭାରୀ ଜେଟ୍ଗୁଡ଼ିକ ସେକେଣ୍ଡ ମଧ୍ୟରେ ଜାହାଜରୁ ଉଡ଼ାଣ ଭରାଯାଇପାରିବ। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଚୀନ ଏହା କାହିଁକି କହୁଛି? ଚୀନର ଲକ୍ଷ୍ୟ ହେଉଛି ବ୍ଲୁ ୱାଟର ନେଭି ହେବ, ଅର୍ଥାତ୍ ଏମିତି ଏକ ନୌସେନା ଯାହା ନିଜର ଉପକୂଳଠାରୁ ହଜାର ହଜାର କିଲୋମିଟର ଦୂରରେ ଯାଇ ଶତ୍ରୁକୁ ମୁକାବିଲା କରିପାରିବ। ଚୀନ ଏବେ ଆମେରିକାକୁ ଚ୍ୟାଲେଞ୍ଜ କରିବା ପାଇଁ ପ୍ରଶାନ୍ତ ମହାସାଗର ଗଭୀର ଜଳକୁ ଯିବାକୁ ଚାହୁଁଛି। ଏକ ନ୍ୟୁକ୍ଲିୟର କ୍ୟାରିୟର ବିନା ଏହା ସମ୍ଭବ ନୁହେଁ। ଚୀନର ଏହି ଅଭିଳାଷା ଭାରତ ପାଇଁ ଚିନ୍ତାର ବିଷୟ। ଭାରତ ସାଗର ବା ଇଣ୍ଡିଆନ ଓସିନରେ ଚୀନ ନିଜର ପ୍ରଭାବ ବିସ୍ତାର କରିବାକୁ ଷ୍ଟ୍ରିଙ୍ଗ ପୋଲ୍ସ ରଣନୀତି ଅପଣାଉଛି। ଶ୍ରୀଲଙ୍କା, ପାକିସ୍ତାନ ଏବଂ ମାଳଦ୍ୱୀପ ପରି ଦେଶରେ ଚୀନ ନିଜର ବନ୍ଦର ବିକାଶ କରୁଛି। ଯଦି ଚୀନ ପାଖରେ ଆଣବିକ ବିମାନବାହୀ ଜାହାଜ ଆସିଯାଏ ତେବେ ସେମାନେ ମାସ ମାସ ଧରି ଭାରତୀୟ ସୀମା ନିକଟରେ ଡେରା ପକାଇ ପାରିବେ। ଏହା ଭାରତୀୟ ନୌସେନା ଉପରେ ମନସ୍ତାତ୍ତ୍ୱିକ ଏବଂ ସାମରିକ ଚାପ ସୃଷ୍ଟି କରିବ। ଭାରତ ପାଖରେ ଏବେ 2ଟି ବିମାନବାହୀ ଜାହାଜ ଅଛି, INS ବିକ୍ରମାଦିତ୍ୟ ଏବଂ INS
INS विक्रांत किंतु यही दुईटी जाक पारंपरिक इंधन रे चलुछंती। भारतीय नौसेना एवं एक तृतीय विमानवाही जहाज बा IAC-2 पाई योजना करुछि किंतु यह आणविक शक्ति संपन्न हेबो कि नहीं से नहीं चर्चा जारी रही। चीन केवल जहाज तैयारी करू नहीं से निजर वैषयिक ज्ञान कौशल प्रदर्शन करुछि। एही इनटू द डीप फिल्म माध्यम चीन अमेरिका को एक स्पष्ट वार्ता देइछि जे सेमाने आउ पछरे नाहंती। चीन रो एही द्रुत अभिवृद्धि जोगु ऑस्ट्रेलिया जापान एवं अमेरिका मध्य निजर रणनीति बदलाउछंती। ऑस्ट्रेलिया AUKUS चुक्ति माध्यम आणविक सबमेरीन बा न्यूक्लियर सबमरीन हासिल करने को चेष्टा करुछि किंतु विमानवाही जहाज होउछि समुद्र एक चलंती द्वीप। यह एका संगे 50 रु अधिक विमान एवं हजार हजार सैनिकों को नहीं युद्ध क्षेत्र को जाइपारे। चीन एवं यही क्षेत्र में एक छत्रवाद होगाकू चाहूँगी। शेष में प्रश्न उठुछि कौन चीन सतरे अमेरिका को मात दे पारिबो? एक न्यूक्लियर कैरियर तैयारी करबा जेतिकी कष्ट ताको चलाइबा एवं रक्षणाबेक्षण करबा ताठारु अधिक जटिल। भारत पाई यह एक बड़ चेतावनी। आमको आमर मेक इन इंडिया प्रकल्प को आहरी शक्तिशाली करने को हेबो एवं ब्लू वाटर नेवी दिगरे द्रुत पदक्षेप नेबाकू हेबो। एप्रिल 27 तारिख में भारत एवं न्यूजीलैंड मध्य स्वाक्षरित होगाकू जाउछि एक बहु प्रतीक्षित मुक्त वाणिज्य चुक्ति बा फ्री ट्रेड एग्रीमेंट। कहुछि जे एही चुक्ति पर भारतीय रप्तानिकारी मानकर पई न्यूजीलैंड बजार 100% शुल्क मुक्त होइजिबो किंतु यार प्रकृत अर्थ कौन चलतु जानिबा। प्रथमे जानिबा एही FTA बा मुक्त वाणिज्य चुक्ति कौन। सहज भाषा रे कहिले जेतेबेले दुईटी देश परस्पर मध्य व्यवसाय करती सेतेबेले आमदानी बा रप्तानी उपर सरकार किछि शुल्क बा टैक्स लगाती। एही टैक्स जोगु जिनिसर दाम बढ़ी जाए। मुक्त वाणिज्य चुक्ति हेबा परे एही टैक्स को कम करा जाए किंबा संपूर्ण रूप से उठाई दिया जाए। फल व्यवसाय बहुत सहज एवं सस्ता हो जाए। न्यूजीलैंड सहित यह चुक्तिर सबुठारु बड़ दिग होउछि 100% ड्यूटी फ्री एक्सेस। यार अर्थ होउछि भारत न्यूजीलैंड को जाउथिबा समस्त प्रमुख सामग्री उपरे सेठाकर सरकार कोनोसी आमदानी शुल्क लगाइबे नहीं। टेक्सटाइल्स एवं गारमेंट्स भारतीय कपड़ा शिल्प पाई यह एक बड़ सुजोग। चाइना एवं वियतनाम भली प्रतिद्वंद्वींकर सह न्यूजीलैंड बजार लड़िबा पाई भारतीय रप्तानिकारी को बल मिलिबो। भारतीय औषधर चाहिदा सारा विश्व में रही। शुल्क मुक्त व्यवसाय द्वारा भारतीय जेनेरिक्स औषध न्यूजीलैंड रे अधिक सस्ता हेबो। इंजीनियरिंग सामग्री एवं हस्ततंत्र सामग्री मध्य यह एक नूतन द्वार खोलिबो। केवल सामग्री नुहे सेवा क्षेत्र में मध्य भारत को बड़ फायदा मिलिबो। आमर IT प्रोफेशनल नर्स डाक्तर एवं शिक्षक मानकर पाई न्यूजीलैंड रे काम करिवार सुजोग वृद्धि पाइबो। भारतीय प्रोफेशनल मानकू वीजा प्रक्रिया रे कोहल मिलिबार संभावना मध्य रहिछि किंतु प्रत्येक मुद्रार दुईटी पार्श्व थाए। यही चुक्ति बेले भारतीय दुग्ध चाषी मानकर मनरे एक आशंका रहितला कारण न्यूजीलैंड होउछि विश्वर सबुठारु बड़ दुग्धजात द्रव्य रप्तानिकारी। एठारे गुरुत्वपूर्ण कथा होउछि भारत सरकार निजर दुग्ध चाषी एवं कृषि क्षेत्र को सुरक्षित रखिबा पाई अनेक सेफ गार्ड व्यवस्था करिसंती। भारतीय अमूल किंबा स्थानीय समवाय समिति गुड़िक जेपरी क्षतिग्रस्त न हुअंती सेतिपाई संवेदनशील द्रव्य उपरे सीमित कोहल करा जाऊ। न्यूजीलैंड मध्य भारतर विशाल बजार को पाइबा पाई दीर्घ दिन अपेक्षा करिथिला। एही चुक्ति द्वारा सेमानकर उन्नत मानर पशम काठ एवं कृषि सामग्री भारत को आसिबो। विशेषकर न्यूजीलैंडर शिक्षा क्षेत्र एवं पर्यटन शिल्प को भारतीय ग्राहक मानकर सहायता एक बड़ बूस्ट मिलिबो। व्यवसाय व्यतीत यही चुक्तिर एक गुरुत्वपूर्ण रणनीतिक दिग रही। इंडो पैसिफिक क्षेत्र में चीन प्रभाव को कम करने एवं गणतांत्रिक देशगुड़िक मध्य संपर्क मजबूत करने भारत एवं न्यूजीलैंड एकाठी हेबा जरूरी। यही FTA केवल वाणिज्य चुक्ति नुहे बरं दुई देश मध्य एक विश्वासर प्रतीक। आमे ओडिशार कथा कहिबा जदि चुक्ति द्वारा ओडिशार रप्तानिकारी को मध्य सुजोग मिलिबो। ओडिशार हस्ततंत्र सामग्री एवं विशेषकर सामुद्रिक खाद्य बा सी फूड न्यूजीलैंड बजार रे एक भल स्थान पाई परिबो। ओडिशारू धातव सामग्री मध्य सहजरे रप्तानी होई परिबो। परिशेष में एप्रिल 27 भारतीय अर्थनीति पाई एक ऐतिहासिक दिन होगाकू जाउछि। 100% ड्यूटी फ्री एक्सेस सुविधा पाइबा परे भारतीय उत्पाद गुड़िक विश्व बजार में अधिक प्रतियोगितामूलक हेबो। यह द्वारा रोजगार सृष्टि हेबो एवं भारतर $5 ट्रिलियन अर्थनीतिर लक्ष्य पूरण दिगरे यह एक बड़ पदक्षेप हेबो। चैनल टी को सब्सक्राइब करी बेल बटन को ऑन कर दियंतु एवं ता सहित एही वीडियो को गोटिए लाइक कर दियंतु। सामना को आसीथिबा नूतन ग्लोबल रिपोर्ट ऑन फूड क्राइसिस अनुजाई पाकिस्तान वर्तमान विश्वर सही 10टी देश मध्य सामिल होइछि जेउठारे क्षुधा संकट सबुठारु गंभीर। पाखापाखि 1 कोटी 10 लाख लोक आज पाकिस्तान रे 2 ओड़ी खाइबाकू पाउनाहांती।
अंतर्जातीय रिपोर्ट अनुजाई पाकिस्तान रे खाद्य अभाव एक विस्फोरक रूप धारण करिछि। पाकिस्तान रे प्राय 11 मिलियन अर्थात 1 कोटी अधिक लोक तीव्र खाद्य असुरक्षा बा सीवियर फूड इनसिक्योरिटी मध्य अछंती। विश्वर खाद्य संकट तालिकार पाकिस्तान शीर्ष 10टी देश मध्य रही। विशेषकर सिंध, बलूचिस्तान एवं खैबर पाख्तुनख्वा पाखरे परिस्थिति सबुठारु भयंकर। पाकिस्तान यही अवस्था पर सबुठारु बड़ कारण हेउछि प्रकृतिर कोप। 2022 मसीह आसीथिबा भयंकर बन्या पाकिस्तान कृषि भित्तिभूमि को संपूर्ण भाव में छारखार कर देथिला। लक्ष लक्ष एकर चाष जमी पर बालीचर होगला। कोटी कोटी टंकार गहम एवं धान फसल नष्ट है। गोरु गाई एवं गृहपालित पशुंकर मृत्यु फल ग्रामीण अर्थनीति भुशुड़ी पड़ा। आज सही बन्यार प्रभाव पाकिस्तान बाहरी पारि नाही। यह सहित अदिनिया वर्षा एवं प्रबल ग्रीष्म प्रवाह जो फसल उत्पादन क्रमागत भाव में कमिबारे लागिछि। खाद्य सामग्रीर अभाव तो रही किंतु जहाँ किछि बजार रे उपलब्ध अछि ताहा साधारण मनुष्यर क्रय शक्ति बाहर। पाकिस्तान रे मुद्रास्फीति बा महंगा माड़ चरम सीमार रही। अटा, डाली, चीनी एवं तेल भली अति आवश्यक नित्य व्यवहार्य जिनिसर दाम 300 शतकड़ा 400 शतकड़ा पर्यंत वृद्धि पाई। पाकिस्तानी टंकार मूल्य डॉलर तुलन में क्रमागत भाव में ह्रास पाउथिबारु आमदानी होता खाद्य पदार्थ अत्यधिक महंगा हो जाउछि। जड़े साधारण श्रमिक दिन को जहाँ रोजगार करुच्ची से तार परिवार पाई एक बेलार खाद्य जोगाड़ करने कष्टकर हो पड़ुछि। पाकिस्तान आज विदेशी ऋण जाल छंदी हो रही। देश में राजकोष खाली। सरकार निज जनता को सहायता देवा परिवर्ते ऋण सुझार व्यस्त। IMF कठोर शर्तावली जो बिजुली एवं पेट्रोल दर बढ़ुछि जार सीधासलख प्रभाव खाद्य परिवहन एवं चाष उपर पड़ुछि। यह सहित राजनीतिक अस्थिरता यह संकट को आहरी जटिल करिछि। सठिक पॉलिसी बा योजनार अभाव जो साधारण जनता बलि पड़ुछंती। यही संकट में सबुठारु भयंकर दिग हेउछि कुपोषण। पाकिस्तान रे लक्ष लक्ष शिशु स्वल्प आहार जो शारीरिक और मानसिक स्तर में दुर्बल हो पड़ुछंती। गर्भवती महिला मानकु उपयुक्त पोषण मिलुना जहाँ आगामी पीढ़ी पाई एक बड़ विपद संकेत। विश्व स्वास्थ्य संगठनर चेतावनी अनुजाई जदि तुरंत सहायता न मिले तेबे मृत्यु संख्या आकाश छुआ हो पारे। पाकिस्तान यही क्षुधा संकट केवल सही देशर समस्या नुहे, यह समग्र विश्व पाई एक मानवीय परीक्षा। विश्व खाद्य कार्यक्रम WFP पक्षर सहायता जोगाई दिया जाउछि सत, किंतु आवश्यकता तुलन में यह अति नगण्य। विश्वर बड़ बड़ शक्तिशाली देश मानकु एही मानवीय विपर्यय को रोकिबा पाई आगे आसिबाकु हेबो। चैनल टी को सब्सक्राइब करी बेल बटन को ऑन कर दियंतु एवं ता सहित एही वीडियो को गोटिए लाइक कर दियंतु।